দক্ষতা ও কারিগরি কৌশল ব্যবহার করে বিভিন্ন উপায়ে କଣ କରନ୍ତି ନା ସମ୍ବଳକୁ ରୂପାନ୍ତରିତ କରନ୍ତି ନା ସେଇଗୁଡ଼ିକୁ ଆମେ କଣ କହୁ ସାଂସ୍କୃତିକ ସମ୍ବଳ उदाहरण लिखिए examples of cultural resources सांस्कृतिक अनुष्ठान ଆଉ କଣ ଶିଳ୍ପ ଶିକ୍ଷା ଯେତେ ଅଧିକ ଉଦାହରଣ ସେତେ ଭଲ ଗମନାଗମନ ବାଣିଜ୍ୟ ଇତ୍ୟାଦି ଦେଖ ବର୍ତ୍ତମାନ ଆମେ ଏଇଠି ଆଲୋଚନା କରିବା କଣ ରହିଲା ସାଂସ୍କୃତିକ ସମ୍ବଳ ଦେଖିବା ସଭ୍ୟତାର ବିକାଶ କ୍ରମରେ ସଭ୍ୟତା ଯୋଉଭଳି ଭାବରେ ଦେଖ ପ୍ରଥମେ ଆମର ଯୋଉ ସଭ୍ୟତା ରହିଥିଲା ମନୁଷ୍ୟ ଆଦିମ ଯୁଗରେ ରହୁଥିଲା ଆଦିମ ମାନବ ରହୁଥିଲା କଣ କରୁଥିଲା ପଥରକୁ ପଥର କଷିକି ନିଆଁ ବାହାର କରୁଥିଲା କଞ୍ଚା ମାଂସ ଖାଉଥିଲା ଗୁମ୍ଫାରେ ରହୁଥିଲା ବର୍ତ୍ତମାନ ସେମିତି ଅଛି କି ନା ବର୍ତ୍ତମାନ ସମୟ ଅନୁସାରେ ସଭ୍ୟତାର ବିକାଶ ଘଟିଛି ବର୍ତ୍ତମାନ ଆମେ କଣ ଅତ୍ୟାଧୁନିକ ଯୁଗରେ ବାସ କରୁଛୁ ଓକେ ତ ସେଇ ଅନୁସାରେ ତାର ନିଜର ଦକ୍ଷତାର ଇମ୍ପ୍ରୁଭମେଣ୍ଟ ହେଇଛି ସ୍କିଲ୍ ଡେଭଲପ ହେଇଛି ହ୍ୟୁମାନ୍ ବିଙ୍ଗର ତ ଦେଖ ଆମ ଗୋଟେ କଥା ହେଇଛି କଣ ଆବଶ୍ୟକତାର ହିଁ ହଉଛି ଉଦ୍ଭାବନର ଜନନୀ ଯୋଉ ଜିନିଷଟା ଆମର ଯୋଉ ପର୍ଯ୍ୟନ୍ତ ଆବଶ୍ୟକ ନ ହେଇଛି ଆମର ଧର ମା ଖାଇବାକୁ ବନେଇକି ଦେଇଦେଉଛନ୍ତି ଆମେ ଖାଇଦେଉଛେ କିନ୍ତୁ ଯେତେବେଳେ ବାହାରେ ରହିବା ପାଠ ପଢିବା କି ଚାକିରି କରିବା ଅଟୋମେଟିକାଲି ମା ତ ରହିବେନି ନା ତ ନିଜେ ହିଁ ଶିଖିବାକୁ ପଡିବ ତ ସବୁ ଜିନିଷ ସେଇଭଳି ନିଜେ ମଣିଷ ଶିଖିଛି ଯେତେବେଳେ ତାର କିଛି ନିଡ୍ ହେଲା ତ ସେ ତାକୁ ତିଆରି କରିବା ଆରମ୍ଭ କରିଥିଲା ସେଇଭଳି ଭାବେ ବର୍ତ୍ତମାନ ଅତ୍ୟାଧୁନିକ ଯୁଗରେ ମନୁଷ୍ୟ ଯାଇକିନା କୋଉଠି ପହଞ୍ଚିଲାଣି ଯାଇକି ଚନ୍ଦ୍ରରେ ଏବଂ ମଙ୍ଗଳରେ ପହଞ୍ଚିଲାଣି ତା ଆବଶ୍ୟକତା ଅନୁସାରେ ଏ ସବୁ ଫୁଲଫିଲ୍ କରିକି ଗବେଷଣା କରିକିନା ଏଇଭଳି ସେ ସୃଷ୍ଟି କରିଦେଇଛି ତ ସେଇଭଳି